ଖାଇବା ଆଉ ନିଜେ ଶପଥ କରିବା ଭିତରେ ଫରକ ଅଛି। କିନ୍ତୁ ଆପଣଙ୍କୁ ଯୋଉ କହିବେ ଶୁଣନ୍ତୁ, ଆପଣ ବୁଲେଇ ବାଙ୍କି ପ୍ରଶ୍ନ ସେମିତି କିଛି ଦିଆହେବନି। ଆମର ନର୍ମାଲ କଥା, ଆମେ ସମସ୍ତେ କମିଟେଡ, ଆମେ ଭୋଟ ଦବୁ ଆମ ଦଳୀୟ ପ୍ରାର୍ଥୀ ଆଉ ଆମର ସମର୍ଥିତ ପ୍ରାର୍ଥୀ। ଜନତା ଦଳ ଆଗ ହୁଇପ୍ ଜାରି କରିଛି, ଅନ୍ୟାନ୍ୟ ଦଳମାନେ ମଧ୍ୟ ହୁଇପ୍ ଜାରି କରିବାକୁ ବାଧ୍ୟ। କାହିଁକି ନା ରାଜ୍ୟସଭା ଭୋଟରେ ଯେତେବେଳେ 4ଟି ସିଟ୍ ଖାଲି ପଡିଛି, 5 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ଭୋଟ ହଉଛି ଗହମ ଗୋଟି ଗଣିତା। ତେଣୁ କିଏ ଯାଇଥିବ ନିର୍ବାଚନ ମଣ୍ଡଳୀକୁ, କିଏ ବାହାରକୁ ଯାଇଥିବ, କୌଣସି କାରଣବଶତଃ ଆସିକି ପହଞ୍ଚି ପାରିବ ନାହିଁ। ତେଣୁ ଆମକୁ ସତର୍କତାର ସହକାରେ ଯେହେତୁ ପଦକ୍ଷେପ ନେବାକୁ ପଡୁଛି, ଆମର ସମସ୍ତେ ରହିବେ ଆମ ଦଳକୁ ବା ମାନ୍ୟବର ନବୀନ ପଟ୍ଟନାୟକ ଦେଇଥିବା ଉଭୟ ପ୍ରାର୍ଥୀଙ୍କୁ ଆମେ ଜିତେଇବୁ। ଡକ୍ଟର ସନ୍ତୁଷ୍ଟ ମିଶ୍ର, ଡକ୍ଟର ଦତେଶ୍ୱର ହୋତାଙ୍କୁ ଜିତେଇବା ପାଇଁ ଯୋଉ ନିଷ୍ପତ୍ତି ହେଇଛି, ସେଇଥିପାଇଁ ଆମେ ତାକୁ ସିରିୟସଲି ନେଇଥିବାରୁ ଆମେ ସିରିୟସ ପଦକ୍ଷେପ ନେଉଛୁ। ହଁ, ନିଶ୍ଚିତ ଭାବରେ ଯେ କ୍ୟାଣ୍ଡିଡେଟ୍ ହେବେ ସେ ସବୁ ଏମଏଲଏ ମାନଙ୍କୁ ବୁଲି ବୁଲି ଆପ୍ରୋଚ କରିବେ। ସେଇଟା ହଉଛି ତାଙ୍କର କ୍ୟାମ୍ପେନ କରିବାର କର୍ତ୍ତବ୍ୟ। ଏବଂ ଆଉ ଥରେ ମଧ୍ୟ ମୁଁ ରିପିଟ କରୁଛି, ଏଇଥର ଶାସକ ଦଳ ନିଶ୍ଚିତ ଭାବରେ ପରାଭବ ଭୋଗିବେ। କଥା ଶୁଣନ୍ତୁ, ଆମ ପାଖରେ ନମ୍ବରସ ଅଛି, ଗଣିତ ଅଛି, ଆମେ କହିବାଟା ସ୍ୱାଭାବିକ କଥା। ତାଙ୍କ ପାଖରେ ନା ଗଣିତ ଅଛି ନା ସଂଖ୍ୟା ଅଛି, ସେମାନେ କହିବାଟା ଅସ୍ୱାଭାବିକ କଥା। ଯଦି ଅସ୍ୱାଭାବିକ କଥା କହି ସେମାନେ ଜିତିବାର ଆସ୍ଫାଳନ କରୁଛନ୍ତି, ତାହେଲେ ନୀତି ନୈତିକତା ତାଙ୍କର ନଥିବ ବୋଲି ମୁଁ ଘୋଷଣା କରୁଛି। ଆଜ୍ଞା, ଆପଣ ମାନେ ଯଦି ତାକୁ କପଳ କଳ୍ପିତ ବିଚାରଧାରାକୁ ପ୍ରଚାର କରି ମୋର କିଛି କହିବାର ନାହିଁ। ମୁଁ ତ ନିଜେ ଯାଇଥିଲି ନର୍ମାଲ କଥାବାର୍ତ୍ତା, କେମିତି ଦଳୀୟ ପ୍ରାର୍ଥୀ ଜିତିବ ସେଇ ଆଲୋଚନା, ତା ବ୍ୟତୀତ ଆଉ କୌଣସି କଥା ମୁଁ ଦେଖି ନାହିଁ। ମୁଁ ଆପଣଙ୍କୁ ମହାପ୍ରସାଦ ରାଣ ଦେଇ କହିବି, ମୁଁ ଜାଣିବାରେ ହେଇନାହିଁ। ଆପଣଙ୍କ ଦଳର ଜଣେ ବିଧାୟକ କହିଲେ, ବେଗୁନିଆ ବିଧାୟକ କହିଲେ, ଆମେ ମହାପ୍ରସାଦ ଖାଇଛୁ ଏବଂ ଶପଥ ନେଇଛୁ। ମହାପ୍ରସାଦ ଖାଇବା ଆଉ ନିଜେ ଶପଥ କରିବା ଭିତରେ ଫରକ ଅଛି। କିନ୍ତୁ ଆପଣଙ୍କୁ ଯୋଉ କହିବେ ଶୁଣନ୍ତୁ, ଆପଣ ବୁଲେଇ ବାଙ୍କି ପ୍ରଶ୍ନ ସେମିତି କିଛି ଦିଆହେବନି। ଆମର ନର୍ମାଲ କଥା, ଆମେ ସମସ୍ତେ କମିଟେଡ, ଆମେ ଭୋଟ ଦବୁ ଆମ ଦଳୀୟ ପ୍ରାର୍ଥୀ ଆଉ ଆମର ସମର୍ଥିତ ପ୍ରାର୍ଥୀ। ନବୀନ ଯୋଉ ଡାକିଥିଲେ ମହାପ୍ରସାଦ ଖୁଆଇଛନ୍ତି, କିନ୍ତୁ ମାନେ ମୁଁ ଯୋଉଦିନ ଯାଇଥିଲି ମୁଁ ସେ କଥା ଦେଖିନି। ଆପଣ ଦେଖନ୍ତୁ, ଯୋଉ କଥା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିବାର କାରଣଟା କଣ? କହିବାର କାରଣଟା ହଉଛି ଶାସକ ଦଳ ବା ସରକାରୀ ଦଳ ବା ଭାରତୀୟ ଜନତା ପାର୍ଟି ପାଖରେ ଆପଣଙ୍କର ନମ୍ବରସ ନାହିଁ, ସଂଖ୍ୟା ନାହିଁ। ଯଦି ସେମାନେ କହିବେ ଆମେ ଜିତିବାକୁ, ତା ଅର୍ଥ କଣ? ନିଶ୍ଚିତ ଗୋଟେ ଅନୀତି କରିବେ, ଅନୈତିକ ଉପାୟ ଅବଲମ୍ବନ କରିବେ ଏବଂ ସେଇଟାକୁ କୁହାଯାଏ ଘୋଡା ବେପାର। ଆଜ୍ଞା, ଆମେ ପ୍ରସ୍ତୁତ ଅଛୁ, ଆମେ ସମସ୍ତେ ଏକାଠି ଆସିକି ଭୋଟ ଦେବୁ। ସ୍ୱାଭାବିକ। ଆପଣ ବିଧାନସଭାରେ ଯେତେବେଳେ ବିଭିନ୍ନ ବିଭାଗର ଆଲୋଚନା ହଉଛି ବା ଗୋଟେ ଗୁରୁତ୍ୱପୂର୍ଣ୍ଣ ମଧ୍ୟ 3 ଲାଇନ୍ ହୁଇପ୍ ହଉଛି, ଆପଣ 3 ଲାଇନ୍ ହୁଇପ୍ ଟାକୁ ଯେମିତି ଭାବୁଛନ୍ତି ଗୋଟେ ଏଟା ଅନୟୁଜୁଆଲ କଥା, ସେଟା ନୁହଁ। 3 ଲାଇନ୍ ହୁଇପ୍ ଟା କରାଯାଏ, ଆପଣ ମାନେ ଉପସ୍ଥିତ ରହିବେ, ଧରନ୍ତୁ ବିଧାନସଭାରେ ଆଲୋଚନାରେ ଭାଗ ନେବେ, ଦେବେ, ସେଇଟା ତ ହୁଇପ୍। ଯିଏ ଦଳୀୟ ଭଙ୍ଗ କରିବ ତାକୁ ମାନ୍ୟବର ସଭାପତି ଭାବିବାର କଣ ଅଛି? अच्छे टमाटर होंगे पार, दागदार हो गए बाहर, ज्यादा पकने वालों की हो गई हार। ताजा रसीले प्राइम का दावेदार, प्राइम टमेटो केचप, फ्रेश एंड प्योर।